ପରଟା ତ ଆଗରୁ ଆପଣମାନେ ବହୁତ ଖାଇଥିବେ। କେବେ ଏମିତି ସ୍ୱିଟ୍ କର୍ଣ୍ଣ ପରଟା ଖାଇଛନ୍ତି କି? ଯଦି ନ ଖାଇଛନ୍ତି ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏମିତି ସ୍ୱିଟ୍ କର୍ଣ୍ଣ ପରଟା କରିକି ଖାଆନ୍ତୁ, ଦେଖିବେ ଆପଣମାନଙ୍କୁ କେତେ ଟେଷ୍ଟି ଲାଗିବ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣ ସମସ୍ତଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ବହୁତ ସାରା ସ୍ୱାଗତ। ଆଜି ମୁଁ ଯେହେତୁ ସ୍ୱିଟ୍ କର୍ଣ୍ଣ ପରଟା ବନେଇବି, ତ ଦେଖିପାରୁଥିବେ ମୁଁ ଦୁଇଟି ସ୍ୱିଟ୍ କର୍ଣ୍ଣ ନେଇ ଆସିଛି, ଆଉ ତା'ର ମଞ୍ଜିକୁ କାଢ଼ି ନେଇଛି। ଏବେ ଗୋଟେ ଗ୍ରାଇଣ୍ଡରର କପ୍ ନେଇ ଆସିଛି। ଏବେ ସ୍ୱିଟ୍ କର୍ଣ୍ଣକୁ ସେଥିରେ ଦେଇକି ତାକୁ ଟିକେ ଦରଦରା ବାଟି ନେବି। ତାକୁ ମନେ ରଖିବେ ବିଲକୁଲ ବି ଚିକଣ ବାଟିବେନି, ପୁରା ଖଣ୍ଡ ଖଣ୍ଡିଆ ବାଟିବେ। ତ ଦେଖିପାରୁଥିବେ ମୁଁ ଏପଟେ ତାକୁ ଖଣ୍ଡ ଖଣ୍ଡ କରିକି ବାଟିକି ନେଇ ଆସିଛି। ତାକୁ ସାଇଡ଼୍ କରିକି ରଖି ନେଇଛି। ଏବେ ଗୋଟେ କଡ଼େଇକୁ ଗରମ କରି ନେଇଛି, ଆଉ ସେଥିରେ ପକାଇ ଦେଇଛି ଅଳ୍ପ ଟିକେ ସୋରିଷ ତେଲ। ତାପରେ ସେଥିରେ ଏବେ ତେଲ ଗରମ ହୋଇଯାଇଥିଲା, ସେଥିରେ ଗୋଟେ ଚାମଚର ଜିରା ପକାଇଦେଲି। ଜିରା ଟିକେ ଫୁଟିଗଲା, ଗୋଟେ କଞ୍ଚା ଲଙ୍କାକୁ କାଟିକି ରଖିଥିଲି ତାକୁ ପକାଇଦେଲି। ଗୋଟେ ଚାମଚର ଛେଚା ଅଦା ପକାଇଦେଲି। ତାପରେ ଦେଖିପାରୁଥିବେ ଗୋଟେ ବଡ଼ ସାଇଜ୍ର ପିଆଜକୁ ଏମିତି ପୁରା ଛୋଟ ଛୋଟ କରିକି କାଟିକି ନେଇଯାଇଥିଲି, ତାକୁ ମଧ୍ୟ ପକାଇଦେଲି। ଆପଣମାନେ ଯଦି ଏମିତି କାଟିବାକୁ ବି ନ ଚାହୁଁଛନ୍ତି ପିଆଜକୁ, ଆପଣ ତାକୁ ଚପ୍ କରିକି ବି ନେଇପାରିବେ। ତ ଦେଖିପାରୁଥିବେ ପିଆଜ ପକାଇ ସାରିଲା ପରେ ତାକୁ ଅଳ୍ପ ଟିକେ ସମୟ ଭାଜିବି, ଯେପର୍ଯ୍ୟନ୍ତ କି ମୋର ପିଆଜ ଟିକେ ସଫ୍ଟ ନ ହୋଇଯିବ। ତ ଦେଖିପାରୁଥିବେ ଏପଟେ ଅଳ୍ପ ଟିକେ ସମୟ ତାକୁ ଭାଜି ସାରିଲା ପରେ ପିଆଜ ମୋର ଭଲସେ ସଫ୍ଟ ହୋଇଗଲାଣି, ଆଉ ତା'ର କଲର୍ ମଧ୍ୟ ଚେଞ୍ଜ ହୋଇଗଲାଣି। ସେପଟେ ଯେଉଁ ସ୍ୱିଟ୍ କର୍ଣ୍ଣକୁ ମୁଁ ବାଟିକି ରଖିଥିଲି ତାକୁ ତା ଭିତରେ ଦେଇଦେଲି। ଏବେ ସ୍ୱିଟ୍ କର୍ଣ୍ଣକୁ ଦେଇସାରିଲା ପରେ ତାକୁ ଭଲସେ ଦେଖନ୍ତୁ ମୁଁ ପୁରା ମିଶାଇ ନେଉଛି, ଯେମିତିକି ପିଆଜ ସ୍ୱିଟ୍ କର୍ଣ୍ଣ ପୁରା ଭଲସେ ମିଶିଯିବ, ଆଉ ସ୍ୱିଟ୍ କର୍ଣ୍ଣ କଞ୍ଚା ସ୍ମେଲ୍ ଯେମିତି ଟିକେ ପଳେଇବ। ତାକୁ ବାସ୍ ଟିକେ 1ରୁ 2 ମିନିଟ୍ ଏମିତି ଭଲସେ ଟିକେ ଭାଜି ନେବେ ମିଡ଼ିୟମ୍ ଫ୍ଲେମ୍ରେ। ତାପରେ ସେଥିରେ ସବୁ ପାଉଡ଼ର ମସଲା ପକାଇବାର ଟାଇମ୍ ଆସିଗଲା। ତ ହାଫ୍ ଟି ସ୍ପୁନ୍ର ନେଇଛି ହଳଦୀ ପାଉଡ଼ର, 1 ଟିସ୍ପୁନ୍ର ନେଇଯାଇଛି କାଶ୍ମୀରୀ ଚିଲି ପାଉଡ଼ର, ତାପରେ ହାଫ୍ ଟି ସ୍ପୁନ୍ର ଜିରା ପାଉଡ଼ର, ହାଫ୍ ଟି ସ୍ପୁନ୍ର ଧନିଆ ପାଉଡ଼ର। ଏସବୁକୁ ପକାଇ ସାରିଲା ପରେ ଦେଖନ୍ତୁ ତାକୁ ଭଲସେ ମୁଁ ମିଶାଇ ନେଲି। ଆପଣମାନେ ଯଦି ଚାହିଁବେ କାଶ୍ମୀରୀ ଚିଲି ଜାଗାରେ ଆପଣ ରାଗବାଲା ଚିଲି ପାଉଡ଼ର ୟୁଜ୍ କରିପାରିବେ। ଯେହେତୁ ମୁଁ କଞ୍ଚା ଲଙ୍କାର ବ୍ୟବହାର କରୁଛି, ସେଥିପାଇଁ ମୁଁ କାଶ୍ମୀରୀ ଚିଲିର ହିଁ ୟୁଜ୍ କରିଛି। ତାପରେ 1 ଚାମଚର ନେଇଯାଇଛି ଚାଟ୍ ମସଲା, ଆଉ ସ୍ୱାଦ ଅନୁସାରେ ଲୁଣ। ଚାଟ୍ ମସଲା ପକାଇବା ଦ୍ୱାରା କ'ଣ ହୁଏ ନା, ଆପଣଙ୍କର ଯେଉଁ ପରଟାଟି ପୁରା ଗୋଟେ ଚଟପଟା ଲାଗେ, ଆଉ ପିଲାଠୁ ବଡ଼ ସମସ୍ତେ ୟାକୁ ଖାଇବେ, ଏହା ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, କାରଣ ଏଇ ପରଟାଟି ଏତେ ଟେଷ୍ଟି ଲାଗେ। ତ ଦେଖିପାରୁଥିବେ କଣ୍ଟିନ୍ୟୁଅସଲି ପୁରା ମୁଁ 10 ମିନିଟ୍ ତାକୁ ଚଲାଇଲା ପରେ ଏବେ ଆମର ଷ୍ଟଫିଂଟି ପୁରା ବନିକି ରେଡ଼ି ହୋଇଗଲାଣି। ଆପଣ ତା'ର କନସିଷ୍ଟେନ୍ସି ପୁରା ଏଇପରି ହିଁ ରଖିବେ। ଏବେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିଦେଲି। ତାପରେ ଟିକେ ଧନିଆ ପତ୍ର ପକାଇକି ତାକୁ ଗୋଟେ ପ୍ଲେଟ୍କୁ କାଢ଼ିକି ତାକୁ ରଖିନେଲି ଥଣ୍ଡା ହେବା ପାଇଁ। ତା ଭିତରେ ମୁଁ ଅଟାକୁ ଚକଟି ନେଇଥିଲି, ଆଉ ଅଟାକୁ ଯେମିତି ନର୍ମାଲ୍ ଆମେ ରୁଟି ବନାନ୍ତି ତାକୁ ଠିକ୍ ସେହିପରି ହିଁ ଚକଟିବେ, ଏକ୍ସଟ୍ରା କିଛି ଆଉ କରିବାକୁ ପଡ଼ିବନି। ଆଉ ଦେଖନ୍ତୁ ଚକଟି ସାରିଲା ପରେ ତାକୁ ମୁଁ ଏମିତି ଗୋଳା କରି ନେଇଛି, ଆଉ ତା ଉପରେ ଟିକେ ପକାଇ ଦେଇଛି କଳା ଜିରା ଆଉ ଅଳ୍ପ ଟିକେ ଧନିଆ ପତ୍ର। ଏମିତି ପକାଇବା ଦ୍ୱାରା ଆପଣଙ୍କର ପରଟାର ଲୁକ୍ ତ ଯେମିତି ସୁନ୍ଦର ଦେଖାଯାଏ, ଆଉ ଖାଇବା ପାଇଁ ମଧ୍ୟ ବହୁତ ଟେଷ୍ଟି ଲାଗେ। ତାପରେ ଅଳ୍ପ ଟିକେ ମୁଁ ଅଟା ଡଷ୍ଟ କରିସାରିଲା ପରେ ଯେମିତି ଆମେ ପରଟା ପାଇଁ ରୁଟିକୁ ବେଲନ୍ତି, ଠିକ୍ ସେହିପରି ତାକୁ ବେଲି ନେବା। ଏବେ ରୁଟି ପରଟା ଯେମିତି ବେଲନ୍ତି ଆମେ ଠିକ୍ ତାକୁ ସେହିପରି ବେଲିବା। ଆଉ ମନେ ରଖିବେ ପରଟାକୁ ଆମେ ଯେଉଁ ସାଇଜ୍ର କରନ୍ତି ଆମେ ଠିକ୍ ଏଇ ରୁଟିଟିକୁ ସେହିପରି ବେଲିବା, ମାନେ ପୁରା ମିଡ଼ିୟମ୍ର ବେଲିବା। ତା'ର ଥିକନେସ୍ଟିକୁ ପୁରା ପତଳା କରିବେନି କି ବେଶୀ ମୋଟା କରିବେନି, ବିଲକୁଲ ପରଟା ଭଳି ହିଁ ବେଲିବେ। ଏବେ ଦେଖନ୍ତୁ ବେଲି ସାରିଲା ପରେ ତା'ର ସେପଟ ସାଇଡ଼୍କୁ ମୁଁ ଓଲଟେଇ ନେଇଛି, ଏବଂ ତା ପଛପଟ ସାଇଡ଼୍ରେ ମୁଁ ଷ୍ଟଫିଂ ଏବେ ଦେଉଛି। ଆଉ ଷ୍ଟଫିଂ ଟିକେ ଭରି ଭରିକି ଦେବେ, ଯେମିତିକି ଆପଣଙ୍କର ପରଟାଟି ପୁରା ଖାଇବାକୁ ବଢ଼ିଆ ଲାଗିବ, ଆପଣଙ୍କର ପ୍ରତି ବାଇଟ୍ରେ ଯେପରି ସ୍ୱିଟ୍ କର୍ଣ୍ଣ ଷ୍ଟଫିଂ ଆସିବ। ତ ଦେଖିପାରୁଥିବେ ଏପଟେ ମୁଁ ଷ୍ଟଫିଂ ଦେଇଦେଲି। ତାପରେ ମୁଁ 2 ହାତରେ ତାକୁ ଏମିତି ସେପ୍ ଦେଇଦେଉଛି। ତ ଦେଖିପାରୁଥିବେ ତାକୁ ଏମିତି ମୁଁ ତ୍ରିଭୁଜର ସେପ୍ ଦେଇଦେଇଛି, ଏବଂ ତ୍ରିଭୁଜର ସେପ୍ ଦେଇସାରିଲା ପରେ ମୁଁ ତାକୁ ପରଟାଟିକୁ ବିଲକୁଲ ତ୍ରିଭୁଜ ଭଳି ହିଁ ଭାଙ୍ଗି ନେବି। ତ ଦେଖିପାରୁଥିବେ ମୁଁ ଯେମିତି କଲି ଆପଣମାନେ ମଧ୍ୟ ଠିକ୍ ତାକୁ ସେହିପରି କରିବେ। ଆଉ ଏବେ ତାକୁ ଦେଇସାରିଲା ପରେ ତା ଉପରେ ଅଳ୍ପ ଟିକେ ଅଟା ସ୍ପ୍ରେଡ଼୍ କରିଦେବି, ମାନେ ଅଟା ଟିକେ ଡଷ୍ଟ କରିଦେବି। ତାପରେ ତାକୁ ହାଲକା ଟିକେ ଏମିତି ବେଲି ନେବି, ଆଉ ଜୋରରେ ଜମା ବେଲିବେନି, ହାଲକାରେ ଆପଣ ବେଲିବେ, ଯେମିତିକି ଆପଣଙ୍କର ଷ୍ଟଫିଂଟି ଚାରିପଟକୁ ସ୍ପ୍ରେଡ଼୍ ହେଇଯିବ। ତ ଦେଖିପାରୁଥିବେ ମୁଁ ତାକୁ ହାଲକା ଟିକେ ଏମିତି ବେଲି ନେଇଛି। ଆମର ଏବେ ସ୍ୱିଟ୍ କର୍ଣ୍ଣ ପରଟାଟି ବନିକି ରେଡ଼ି ହୋଇଗଲା। ଏବେ ମୁଁ ତାକୁ ଗୋଟେ ପ୍ଲେଟ୍କୁ କାଢ଼ି ନେଇଛି, ଆଉ ଠିକ୍ ସମାନ ଉପାୟରେ ମୁଁ ସବୁ ପରଟା ଗୁଡ଼ିକୁ ବନେଇକି ରେଡ଼ି କରି ନେଇଛି। ଏପଟେ ମୋର ସବୁ ପରଟା ଗୁଡ଼ିକ ବନିକି ରେଡ଼ି ହୋଇଯାଇଥିଲା। ସେପଟେ ମୁଁ ତାୱାକୁ ଗରମ କରି ନେଇଥିଲି, ଆଉ
ଏବେ ଗୋଟେ ପରଟା ନେଇ ତାପରେ ପକାଇଦେଲି। ଯେମିତି ଆମେ ନର୍ମାଲି ପରଟା ବନାନ୍ତି ଠିକ୍ ତାକୁ ସେହିପରି ଆପଣ ବନେଇବେ। ତ ଦେଖିପାରୁଥିବେ ଗୋଟେ ପଟ ସାଇଡ଼୍ ମୋର କଲର୍ ଚେଞ୍ଜ ହୋଇଯାଇଥିଲା, ତାର ଆରପଟ ସାଇଡ଼୍କୁ ମୁଁ ସିଝିବା ପାଇଁ ଛାଡ଼ି ଦେଇଛି। ଏବେ ସେପଟ ସାଇଡ଼୍ ବି ମଧ୍ୟ ହୋଇଯାଇଥିଲା। ଏବେ ତାର ଆରପଟ ସାଇଡ଼୍କୁ ମଧ୍ୟ ମୁଁ ଲେଉଟେଇ ଦେଇଛି। ଏବେ ତା ଉପରେ ମୁଁ ଲଗେଇ ଦେଇଛି ଗୁଆ ଘିଅ। ଆଉ ଏଇ ଗୁଆ ଘିଅ ମୁଁ ଘରେ ତିଆରି କରିଛି। ଆପଣମାନେ ଯଦି ଚାହିଁଲେ ଗୁଆ ଘିଅ ଜାଗାରେ ତେଲ ଦେଇପାରିବେ, ନହେଲେ ବଟର ଲଗାଇ ପାରିବେ, ଏଇଟା ଆପଣମାନଙ୍କର ଚଏସ୍। ତ ଏପଟ ସାଇଡ଼୍କୁ ଗୁଆ ଘିଅ ଲଗାଇ ସାରିଲା ପରେ ତା ଆରପଟ ସାଇଡ଼୍କୁ ମଧ୍ୟ ମୁଁ ଟିକେ ଗୁଆ ଘିଅ ଲଗାଇ ଦେଇଛି। ଏବେ ଆପଣମାନେ ଦେଖିପାରୁଥିବେ ମୋର ପରଟାଟି କେତେ ସୁନ୍ଦର ଭାବେ ଫୁଲୁଛି। ତ ତା ଚାରିପଟ ସାଇଡ଼୍କୁ ଆପଣ ଏମିତି ଆପଣ ସ୍ପାଟୁଲାରେ ତାକୁ କ'ଣ କରିବେ ନା ଟିକେ ଟିକେ ପ୍ରେସ୍ କରିଦେବେ। ଦେଖିବେ ଆପଣଙ୍କର ପରଟାଟି ଏକଦମ ବଢ଼ିଆ ସେ ଫୁଲିଯିବ। ଆଉ ଦେଖିପାରୁଥିବେ ତା କଲର୍ ପୁରା ଗୋଲ୍ଡେନ୍ ବ୍ରାଉନ୍ କଲର୍, ପୁରା ସୁନ୍ଦର କଲର୍ ଆସିଯାଇଛି। ଆଉ ଏବେ ଆମର ଏଇ ପରଟାଟି ବନିକି ରେଡ଼ି ହୋଇଯାଇଛି। ତ ସେଇ ସେମ୍ ଉପାୟରେ ଆପଣ ସବୁ ପରଟା ଗୁଡ଼ିକୁ ବନେଇଦେବେ। ମୁଁ ସେଇ ସେମ୍ ଉପାୟରେ ସବୁ ପରଟା ଗୁଡ଼ିକୁ ବନେଇ ନେଇଛି। ଆଉ ଏଇ ପରଟାଟି ଆପଣ ନର୍ମାଲି ଖାଲି ଖାଇବେ, ଆପଣଙ୍କୁ ଏକ୍ସଟ୍ରା କିଛି ତରକାରୀ ଦରକାର ପଡ଼ିବନି। ଆପଣ ନର୍ମାଲି ଆଚାର ସହିତ ଖାଇପାରିବେ, ଦହି ସହିତ ଖାଇପାରିବେ। ଆଉ ଯେହେତୁ ୟା ଭିତରେ ମକା ମାନେ ସୁଇଟ୍ କର୍ଣ୍ଣ ଷ୍ଟଫିଙ୍ଗ ଅଛି, ଆପଣ ଆକୁ ଖାଲି ମଧ୍ୟ ଖାଇପାରିବେ। ତ ଏପଟେ ଆପଣମାନେ ଦେଖିପାରୁଥିବେ ମୁଁ ଗରମା ଗରମ ପରଟା ସବୁ ବନେଇକି ରେଡ଼ି କରିନେଇଛି। ଆଉ ତା କଲର୍ ଦେଖନ୍ତୁ। ଆଉ ଖାଇବା ପାଇଁ ସାଙ୍ଗମାନେ ଏକଦମ ବଢ଼ିଆ ହେଇଥିଲା, ବହୁତ ହି ଟେଷ୍ଟି ହୋଇଥିଲା। ଆପଣଙ୍କୁ ଏବେ ମୁଁ ତା ଭିତରକୁ ଦେଖାଉଛି ମୋର ଷ୍ଟଫିଙ୍ଗ କେମିତି ଭର୍ତ୍ତି ହେଇକି ହେଇଛି। ଆପଣମାନେ ଦେଖିପାରୁଥିବେ ଷ୍ଟଫିଙ୍ଗ ପୁରା ଭର୍ତ୍ତି ହେଉଛି ଆଉ ଚାରିପଟକୁ ପୁରା ସ୍ପ୍ରେଡ୍ ହୋଇଯାଏ। ଏମିତି ସୁଇଟ୍ କର୍ଣ୍ଣ ପରଟା ବନେଇକି ଆପଣମାନେ ନିଜ ପିଲାକୁ ଲଞ୍ଚ ବକ୍ସରେ ଦେଇପାରିବେ। ଦେଖିବେ ସେ ପୁରା ଫିନିଶ୍ କରିକି ଆସିବ। ତ ଏଇ ତ ଥିଲା ସୁଇଟ୍ କର୍ଣ୍ଣ ପରଟାର ରେସିପି। ଆଉ ଆପଣମାନଙ୍କୁ କିପରି ଲାଗିଲା ନିହାତି ଭାବେ ନିଜର କମେଣ୍ଟ ଜଣାଇବେ। ଆଉ ଯଦି ଭଲ ଲାଗିଲା ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ସାଙ୍ଗମାନେ ଏଇ ତ ଥିଲା ସୁଇଟ୍ କର୍ଣ୍ଣ ପରଟା। ପୁଣି ଦେଖା ହେବା ଗୋଟେ ନୂଆ ରେସିପି ସହ। ରହୁଛି ସାଙ୍ଗମାନେ, ନମସ୍କାର, ଜୟ ଜଗନ୍ନାଥ।